ଆପଣମାନେ ଜାଣିଛନ୍ତି ଆମର ମାନ୍ୟବର ଡିଜି ସାହେବଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଅପରେସନ୍ ପ୍ରହାର 2.0 ଜାରି ରହିଛି। ଏହି ନିର୍ଦ୍ଦେଶ କ୍ରମ ଅନୁଗୁଳ ଡିଷ୍ଟ୍ରିକ୍ଟରେ ମଧ୍ୟ ଆମର ଏସ୍ପି ସାର୍ଙ୍କ ଡାଇରେକ୍ଟ ସୁପରଭିଜନରେ ଏହି ପ୍ରହାର ଅପରେସନ୍ ଜାରି ରହିଛି। ଆପଣମାନେ ଜାଣିଥିବେ ଏଇ ନିକଟ 10-15 ଦିନ ଭିତରେ ଆମେ ଗୋଟେ ବଡ଼ କଫ୍ ସିରପ୍ ଇନସିଡେଣ୍ଟ ଡିଟେକ୍ସନ୍ କରିଥିଲୁ, ଇଲିଗାଲ୍ କଫ୍ ସିରପ୍। ଏବଂ ଏଇ ହାତୀଶାଳପଡ଼ାରେ ଆମେ 28 ଗ୍ରାମର ବ୍ରାଉନ୍ ସୁଗାର ଜବତ ହୋଇଥିଲା। 26 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମଧ୍ୟ ଜବତ କରିକି 2 ଆକ୍ୟୁଜ୍କୁ ଫରାର କରାଯାଇଛି। ଆମର ଏସ୍ପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଗୋଟେ ସ୍ପେଶାଲ ସ୍କ୍ୱାଡ୍ ବି ଲୋକାଲ ପୁଲିସ ସହିତ ପୁଲିସ ଷ୍ଟେସନ ଷ୍ଟାଫ୍ ସହିତ ମିଶିକି ରେଡ୍ ଜାରି ରଖିଛନ୍ତି। ଗତକାଲି ସେଇଭଳି ଗୋଟେ ଇଣ୍ଟେଲିଜେନ୍ସ ଇନପୁଟ୍ ଥିଲା ଯେ ବନପାଳ ଥାନା ଅନ୍ତର୍ଗତ ଆଲୁମିନିୟମ ପାର୍କରେ ବ୍ରାଉନ୍ ସୁଗାର ବିକ୍ରି କରୁଛନ୍ତି। ଏହି ଇନପୁଟ୍କୁ ନେଇକି ଏସ୍ପି ସାର୍ଙ୍କ ନିର୍ଦ୍ଦେଶରେ ଗୋଟେ ସ୍ପେଶାଲ ସ୍କ୍ୱାଡ୍ ଆଣ୍ଡ ବନପାଳ ପୋଲିସ IICଙ୍କ ଲିଡରସିପ୍ରେ ରେଡ୍ କରି 5 ଜଣ ମୁଦଲାକୁ ଧରିଛନ୍ତି। ତାଙ୍କ ପାଖରୁ 7.840 ବ୍ରାଉନ୍ ସୁଗାର ଜବତ ହେଇଛି। ଟଙ୍କା 33,350 ହାର୍ଡ଼ କେସ୍ ଜବତ ହେଇଛି। 7ଟି ମୋବାଇଲ ମଧ୍ୟ ଜବତ ହେଇଛି। ସେ ଆକ୍ୟୁଜ୍ ମାନଙ୍କର ନାମ ହେଲା ସୁବାସ ସାହୁ, ଚିନ୍ମୟ ସାହୁ, ଦେବାଶିଷ ସାହୁ, ସୁବନ ବେହେରା। ଏ ସମସ୍ତ ହେଉଛନ୍ତି କନ୍ୟାବେଡ଼ାର। ଆଉ ଜଣେ ଆଶୁତୋଷ ନାୟକ ଅଛନ୍ତି, ତାଙ୍କ ଘର ବଲନ୍ଦାର। ଏଇ ଟୋଟାଲ 5 ଜଣ ଆକ୍ୟୁଜ୍ ଆରେଷ୍ଟ ହୋଇଛନ୍ତି। ତାଙ୍କର କ୍ୟାରେକ୍ଟର ଆଣ୍ଟିସିପେସନ୍ ଭେରିଫିକେସନରେ ଆମେ ଚିନ୍ମୟ ସାହୁଙ୍କର କ୍ୟାରେକ୍ଟର ଆଣ୍ଟିସିପେସନ୍ ଏପର୍ଯ୍ୟନ୍ତ ଭେରିଫାଏ ହୋଇପାରିଛି। ତାଙ୍କର 7ଟି କେସ୍ରେ ସେ ଇନଭଲ୍ଭ ଅଛନ୍ତି। ଅନ୍ୟ ଆକ୍ୟୁଜ୍ ମାନଙ୍କର କ୍ୟାରେକ୍ଟର ଅଣ୍ଡର ଭେରିଫିକେସନରେ ରହିଛି। ସେମାନେ ଆରେଷ୍ଟ ହୋଇଛନ୍ତି। ଆଜି ମାନ୍ୟବର କୋର୍ଟକୁ ଫରାର ହେବେ। ବେପାର କେସ୍ ଅଛି। ନାଲକୋର ଯେଉଁଟା ଅଛି ସେଇ ଏଇ ବ୍ରାଉନ୍ ସୁଗାର କେସ୍ ରହିଛି, NDPS କେସ୍। ଅଲଗା ଅନୁଗୁଳ ଥାନାର ଅଲଗା ମିସଲେନିୟସ୍ ଆଣ୍ଡ ପ୍ରପର୍ଟି ଅଫେନ୍ସ କେସେସ୍ ରହିଛି। 392 IPCର ବି କେସ୍ ରହିଛି। ବେପାର କରିବା ପାଇଁ ମାନେ ବିକିବା ପାଇଁ ପବ୍ଲିକଙ୍କୁ ଏମାନେ ଧରା ହେଇଛନ୍ତି। ଏମାନଙ୍କର ଉଦ୍ଦେଶ୍ୟ ଥିଲା ପବ୍ଲିକକୁ ବେପାର କରିକି ରୋଜଗାର କରିବେ। ଅନୁମାନିକ ମୂଲ୍ୟ ୟାର ଲକ୍ଷରୁ ଉର୍ଦ୍ଧ୍ୱ ହେବ, ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ। ଜବତ ହେଇଛି ବ୍ରାଉନ୍ ସୁଗାର ଜବତ ହେବା ସଙ୍ଗେ ସଙ୍ଗେ ସେମାନଙ୍କର ମୋବାଇଲ ଫୋନ୍ 7ଟା ଜବତ ହେଇଛି। ତାଙ୍କର ସ୍କୁଟି ଜବତ ହେଇଛି।